ଜୟ ଜଗନ୍ନାଥ ସାମାନେ ମୁଁ ସାଇଲି ମୁଁ ଆପଣମାନଙ୍କୁ ପେଡ଼କୁ ସାଇଲି ସ୍ୱାଗତ ଜଣାଉଛି। ଆଜି ଆମର ପାରାପେଟି ଖୋଲିବା। ଆମର ଟିକେ ଲେଟ୍ ହେଇଗଲା। ଆମର କୁକୁଡ଼ା ମାନେ ସବୁ ବାହାରି ଗଲେ। ପାରା ବାହାରି ନାହାନ୍ତି। ଦେଖିବା ଆମର ପାରାଙ୍କୁ ଟିକେ ବାହାର କରିଦେବା। ଦିଟା ଖାଇବାକୁ ଦେଇଦେବା ସକାଳୁ ସକାଳୁ। କିଛି ଖାଇନାହାନ୍ତି, ଲେଟ୍ ହେଇଗଲା ଏମିତିରେ ବି। ଆସ ପଳେଇ ଆସ। ଆମର ଠେକୁଆ ଆଗେ ଓହ୍ଲେଇ ପଇଲା, ତାପରେ ଆନ୍ଦା ଏମିତି ସବୁ ଆଇଲେ। ଆସ 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 ପଳେଇ ଆସ। କୁକୁଡ଼ା ଗୁଡ଼ା ମାରିବ ବୋଧେ ଆଉ। ହଁ ତ ମାରିଗଲେ ମାରିବ ବୋଧେ ପାରାଙ୍କୁ। କୁକୁଡ଼ା ଗୁଡ଼ା ପଶିଲେ କୋଉ ମାଇଲେଣି ପାରାକୁ। କ'ଣ କହିବା, କୋଉ ମାଇଲେ। ତାପରେ ଆମର କେତେ ପାଖରେ ବସି ଆମର ପାରାମାନେ ଖାଉଛନ୍ତି। ଆମେ ବି ଖୁଆଇଦେବା ତାଙ୍କୁ ଟିକେ। ହାତରୁ ବି ପାରା ଖାଉଛନ୍ତି। ଦେଖନ୍ତୁ ଆମର ଆନ୍ଦା ସର୍ଟ କ୍ଲିପ୍ରେ ଦେଖେଇଥିଲୁ। ଆମର ଆନ୍ଦା ହାତରୁ ଖାଉଛି। ଦେଖନ୍ତୁ ମୁଁ ଆଉ ଥରେ ଖୁଆଉଛି। ପାଦି ବି ହାତରୁ ଆଜି ଖାଉଛି। ବସି ପଡ଼ି କେତେ ଆମ ପାରା ବି ଏମିତି ଏତେ ଟେମ୍ ନୁହଁ। ପାଖକୁ ଆସୁଛନ୍ତି ତାଙ୍କର ଖାଇବା ପାଇଁ। କେମିତି ଖାଉଛନ୍ତି। ପଟା ପକେଇ ଦେଇଛି ଆମର ବ୍ଲାକି, ଯିଏକି ଆମର ହେମଟେମ୍ ପାଇଁ ଯଦି କଳାଥଣ୍ଡ ବାଲା ନେଇଛୁ। ଇଏ ତା ମା ଛୁଆ ଦୁଇଟା। ଇଏ ଆମର ତାର୍ଜନ ଅଣ୍ଡା ଧରି ବସିଛି। ଆମର ଆର ଗୋଟେ ଅଣ୍ଡା ପାରା ମାଡ଼ଗୋଳ ହେଇ ଗୋଟେ ଅଣ୍ଡା ଫଟେଇ ଦେଇଛନ୍ତି। ଗୋଟେ ଅଣ୍ଡା ଧରିକି ବସିଛି। ଗୋଟିଏ ଅଣ୍ଡା। ଇରେ ଚାଙ୍ଗୁଲୁ ମାଙ୍ଗୁଲୁ କ'ଣ କରୁଛ? ଦେଖିନି। ହଉ ଛାଡ଼ିଥାଉ। ଖାଇଦେଲ, ଖାଇକି ପିଟିକି ପଳେଇବ ଆଉ। ଖାଇଦିଅ। ଇଏ ଆମର ଚକୋଲେଟ୍। ଇଏ ବି ଭାରି ପଳେଇ ଆଇଲା ଖାଇବା ପାଇଁ। ଅଣ୍ଡାରୁ ଛାଡ଼ିକି ପଳେଇ ଆଇଲେ। ଆନ୍ଦା ଆଉ ଚକୋଲେଟ୍ ସେ ଦୁଇ ଜଣ ଆଜି କ'ଣ ପଳେଇ ଆସିଛନ୍ତି। ଭୋକ ଲାଗିଲା ବୋଧେ ସେ ପଳେଇ ଆସ। ଦେଖୁନ ମୁଁ କେମିତି ହାତରେ ଖୁଆଉଛି, ସେ କେମିତି ଖାଉଛନ୍ତି। ଆଜି ସେଦିନ ଗୋଟିଏ ପାରା ଖାଉଥିଲା, ଆଜି 3-4ଟା ପାରା ଖାଉଛନ୍ତି। ଦେଖୁନ କେମିତି ପୁରା। ବର୍ଷା ହେଇଯାଇଛି, ସବୁ କାଦୁଅ ଓଦା ପଟା। ଆଉ ସେ ନେଇକି ମୁଁ ପଟା ପକେଇ ଦେଇଛି। ମୁଁ ବି ଡବା ଖୋଳ ଉପରେ ବସି ତାଙ୍କୁ ଖୁଆଉଛି। ତାପରେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଆଙ୍କୁ ବାହାର କରିନି, ଆକୁ ବାହାର କରିଦେବା। କିଛି ଖାଇନାହାନ୍ତି ସକାଳୁ। ଆମର କହିଥିଲୁ ଯେମିତିକି 50 ସବସ୍କ୍ରାଇବର ହେଇଗଲେ ଆମେ କୁକୁଡ଼ା ଛୁଆ ଦୁଇଟା ଗିଫ୍ଟ କରିବୁ। ସେମିତିକି 100 ସବସ୍କ୍ରାଇବର ହେଇଗଲେ ଆମେ 2ଟା ପାରା ଗିଫ୍ଟ କରିବୁ। ଆମକୁ ହେମଟେମ୍ ପାରା ଗିଫ୍ଟ କରିବୁ। ସେମିତିକି ଆମର ମାସ ଭିତରେ ଯଦି 100 ସବସ୍କ୍ରାଇବ୍ ହେଇଗଲେ ଆମେ 2ଟା ପାରା ସହିତ ହେମଟେମ୍ ପାରା ବି ଗିଫ୍ଟ କରିବୁ। ମାସ ଭିତରେ ଜଲ୍ଦି ଆମର ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ କମେଣ୍ଟ କରନ୍ତୁ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଖାଇନାହାନ୍ତି କିଛି, ସକାଳୁ ଖାଇଦେବା। ବତକ ଛୁଆ 3ଟା, କୁକୁଡ଼ା ଛୁଆ। ଏଇ ଯେଉଁ ଛୁଆ 2ଟା 50 ସବସ୍କ୍ରାଇବ୍ ହେଇଗଲେ ଆମେ ଗିଫ୍ଟ କରିବୁ। ଆଉ ଅଳ୍ପ ଦିନ ଅଛି ଗିଫ୍ଟ କରି। ମୁଣ୍ଡ ଛେଲାକୁ ଟିକେ ବାହାର କରିଦେବା। ସିଏ ବି କିଛି ଖାଇନି, ପୁରା ସ୍ପିଡ଼ରେ ଆଉଛି, ପୁରା ସ୍ପିଡ଼ରେ ଓହ୍ଲେଇକି ପଡ଼ିଲେ। ଦେଖିବା ତା ଅଣ୍ଡା ଫୁଟିଛି ନାହିଁ। 3ଟା କୁକୁଡ଼ା ଅଣ୍ଡା, 8ଟା ଖଣ୍ଡେ ବତକ, ସେ 13ଟା ଅଣ୍ଡା ଧରି ବସିଛି। କେମିତି କ'ଣ ସବୁ ତାର ଡେଣା କ'ଣ ଏତେ ମିଳେଇ ପାରିବ। ବତକ ଛୁଆ ଯିଏ ଫୁଟେଇଛି ତାର 4ଟା ଅଣ୍ଡା। ସେ ନେଇ କେତେ ସମ୍ଭାଳିବ। ଯାହା ବି ହେଲେ ଅର୍ଡ଼ର ପେଲିବ। ସେ ନେଇ ସାଇଜ୍ କରିଦେବା। 2 ଜଣ ପୁରା ମିଶିକି ଖାଉଛନ୍ତି। ଛୁଆ ହେଲେ କ'ଣ ହେଲା, ମାରିବାର ନାହିଁ। ପୁରା 2 ସାଙ୍ଗ ତାଙ୍କର ଖାଉଛନ୍ତି। ଇଏ ତାର ଛୁଆ ଧରିଛି। ଆଉ ଅଣ୍ଡା ଅଧା ଆମେ ତା ଆଗ ପଛ ହେଇ ବସିଥିଲା ବୋଲି ଆମେ ମୁଣ୍ଡ ଛେଲାକୁ ଅଣ୍ଡା ଦେଇ ଦେଇଛୁ। ସେ ତାର ଧରିକି ବସିଛି ଆଉ ଅଣ୍ଡା ଯଦି ଫୁଟିଗଲା ଜଲ୍ଦି ସେ ଏତେ ରଖିପାରିବ।
ମୁନ ତାର ଖାଇବାକୁ ଦଉଛି। ଏ ମସ୍ଥିବ ଉପରେ ବସିଛି, ମେଘ ହଉଛି ନା ଏମିତି ବସିଛି। ତାକୁ ହୁଡ଼େଇକି ଦେଖେଇବା ପାଇଁ କେବଳ ଉଡ଼ଉଛୁ ଆମେ। କେତେ ବାଟରେ ଯାଇ ଲ୍ୟାଣ୍ଡ କରୁଛି, ପୁରା ଚଢ଼େଇ ବାଗିଆ ଉଡ଼ୁଛି। ପୁରା ଚଢ଼େଇ, ଆକୁ ଓଡ଼ିଆରେ କୁହନ୍ତି ମୋତି ହଂସ। କେମିତି ଭଁଅରୁଛି। ତାପରେ ଏଇ ଯୋଉ ଦିଟା ଆସୁଛନ୍ତି, ଆଗଟା ମେଲ୍ ପଛଟା ଫିମେଲ୍, ସେ ଦିଟା ତାଙ୍କର ଚାଲିଛନ୍ତି। ଏ ପୁରା ସାଙ୍ଗ ଗୋଟିଏ ଥିଲା, ଆଗେ ଆସିଥିଲା ଗୋଟିଏ, ଆଉ ଗୋଟେ ତା ସାଙ୍ଗ ପାଇଁ ଆଣିଛୁ। ତାପରେ ମୁଁ ଏଠି ବସିଛି। ତାପରେ ସେ କୁକୁଡ଼ା ସବୁ ରହୁନା, ତମକୁ ଦଉଛି, ମୁଁ ପକଉଛି ବସିକି। କାହିଁ ସେମିତି ହଉଛ? ରୁହ ତମକୁ ଦଉଛି। ମୁନ ସେପଟେ ତାର ଡବା କାଢ଼ି ଖାଇବାକୁ ଦେଲା। ହଉ ମୁନ ଦେ ଦେ ଦେ। ଛୁଆ ତା ପଛରେ ଚଢ଼େଇ ଛୁଆ ବୁଲୁଛନ୍ତି, ସେ ତାର ହାତରେ ଧରିକି ଦଉଛୁ। କୁକୁଡ଼ା ଛୁଆ ନା ଦେଇଛୁ ଆମେ ଚଢ଼େଇ। ତା ମା ଥିଲା ଚଢ଼େଇ, ସେଇ ନେଇ ଆନା ଆମେ ଦେଇ ଦେଇଛୁ ଚଢ଼େଇ ଛୁଆ। ତାର ବି 6 ପିସ୍ କୁକୁଡ଼ା ଛୁଆ ଫୁଟିଦେଲେ, 2 ପିସ୍ ମୂଷା ଖାଇଗଲା, ଆଉ 4 ପିସ୍ ଧରିକି ସେ ବୁଲଛି। ତାପରେ ଆମ ପାରଙ୍କୁ ଦିଉନା ଏମିତିକି ଗ୍ରୋଥ ବଢ଼ିବ ବୋଲି ଆମେ ଦେଇ ଦେଉଛୁ 6 ଦିନ 7 ଦିନ ପରେ। ପାରା ଅଣ୍ଡା ଛୁଆ ଧରି ବସୁଛନ୍ତି, ଗ୍ରୋଥ ନ ବଲେ କେମିତି ହେବ? ତାଙ୍କୁ ଦେଇଦେବା, ଆଗେ ଖାଇଦିଅନ୍ତୁ, ତାପରେ ଦେଖିବା କ'ଣ ହେଉଛି। ଆଗେ ସବୁ ବସି ପଡ଼ିଛନ୍ତି। ଜାଲ ବନ୍ଦ କରିଦେନ, କୁକୁଡ଼ା ମାରୁଛନ୍ତି ବସିକି। ଏହା କଳା କଞ୍ଚା ଆସିଗଲାଣି। ରହୁନା, ତମକୁ ଦଉଛି, ତମେ ମାଡ଼ଗୋଳ କଲେ କେମିତି ହେବ? ତମେ କେତେବେଳୁ ବୁଲିଲେ, ସେ ଏବେ ଟିକେ ବାହାରିଛନ୍ତି। ତମେ ଖୋଲା ଖାଏ, ମୋ ମସ୍କିବୁ ବି ଆସି ପହଞ୍ଚିଗଲା। ରୁହ, ତମକୁ ଦଉଛି, କାହିଁ ସେମିତି ହଉଛ? ରହୁନା, ରୁହ ତମକୁ ଦେଇ ଦଉଛି। ଛାନିଆ ହଉଛ, ରୁହ। ଆମର ହାନର କଲର ଦେଇ ଦେଇଛୁ, ସେ ପୁରା ସୁନ୍ଦର ଭଲ ଲାଗୁଛି। ଯା ସିଆଡ଼େ, ଖାଇଲ, ସିଆଡ଼େ ଯାଉନା, ଦିଆହବ ତମକୁ। କାହିଁ ସେମିତି ହଉଛ? ରୁହ। ଇଏ ବାଇ ଆଣିବେ, ଏଠି କ'ଣ ଅଛି? ଖାଲି ହଳକିଆଟା ଟିକେ ଟିକେ କ'ଣ କଅଁଳିଛି, ତମେ ସିଟି ଖାଉଛ। ଯାଉନା ସିଆଡ଼େ, ବଡ଼ ବଡ଼ କାଚ ସିଟି ନ ଖାଇ ଏ ପାଣି କାଦୁଅରେ କାହିଁ ଖାଉଛ? ରୁହ। ଇଏ ଆମର କୁନ୍ଦୁରି ଗଛ, 3 ଦିନରେ ନକା ଫଳେ। ଦେଖୁନ କେମିତି, ମୁଁ ଆପଣମାନଙ୍କୁ ଦେଖଉଛି କେମିତି ସବୁ ଗୋଟେ ଡାଇରେ ଫଳିଛି। ଯେଉଁ ଭାଇମାନେ ଆମକୁ ଲାଇକ୍, କେମିତି ପୁରା ଗୋଟେ ଗୋଟେ ଇଏରେ ହେଇଛି, ପୁରା ଲାଇନ୍। ତାଙ୍କ କୁନ୍ଦୁରି ଗଛ ପାଇଁ ଭାଡ଼ି ହେଇଛି, ନଟେଇ ନଟେଇ ଗଲାଇଁ। ତାପରେ ଦେଖୁନ ଆହୁରି ଗୋଟେ କେଳେଟା ହେଇଛି, ଏମିତି ହେଇଛି। ଆମେ ତୋଳିନୁ, ଆଉ ଦିନେ 2 ଦିନ ଗଲେ ତୋଳିବୁ। ଏବେ କ'ଣ ତୋଳି ନେଇ ଯାଇଥିଲୁ, ଏବେ ଟିକେ ତୋଳିବୁ, ଟିକେ ଲେଟ୍ରେ ତୋଳିବୁ ନା ନାହିଁ। ଏଠି ବି ଗୋଟେ ହେଇଛି, କଷି ହେଇଯାଇଛି ଟିକେ, ପୁରା ସୁନ୍ଦର ମଜାର ହେଇଛି। କେମିତି ପୁରା ପାଖକୁ ପୁରା ଇଏ ହେଇଛି, ଏମିତି ପୁରା ଉପରୁ ପୁରା ତଳ ପର୍ଯ୍ୟନ୍ତ ଟିକେ ଟିକେ ହେଇଛି, ପୁରା ସାଇଜ ମଞ୍ଜାର। ଆମର କେମିତି, ଆମର ଦେଖିବା, ଆମର ଲେମ୍ବୁ ଗଛ, ସିଏ ଏମିତି 1/2 କିଲୋ ବାଗିଆ ଫଳେ। 3-4 ଦିନ ଭିତରେ ଆମେ ତୋଳି ନେଇ ଯାଇଥିଲୁ। ଏବେ ଟିକେ ଟିକେ କଷି ହେଇଛି, ଆମେ ତୋଳିବାନି। ଆଉ 2-4 ଦିନ ତୋଳିଲେ ବି ଆପଣମାନଙ୍କୁ ଦେଖେଇବୁ କେଡ଼େ କେଡ଼େ ହେଇଛି। ଆମେ ତୋଳିକି ବି ଦେଖେଇବୁ ଆପଣମାନଙ୍କୁ। ଦେଖନ୍ତୁ ଏବେ କେମିତି ମାନଙ୍କୁ ଦେଖଉଛି, ସବୁ ଡାଇରେ କେମିତି ଗୋଟେ ଗୋଟେ ଲେମ୍ବୁ ହେଇଛି। ଗତକାଲି ନଦବାରୁ ଏବେ ଆମେ ଦଉଛୁ। ଆମର ପିଜୁଳି ଗଛ ଏବେ ଏବେ ହେଇଛି, ଏମିତି ପାରାକୁ ଟେମ୍ କରିବାକୁ ପଡ଼ିବ। ଆଉ ଟିକେ ଗୋଟେ ଫାଷ୍ଟ ଖୁଆଇବ, ତାପରେ ତାକୁ ଟିକେ ପଠେଇଦେବ, ସିଆଡ଼କୁ ପଠେଇଦେବ। ପୁଣି ଟିକେ ତାକୁ ଗୋଟା ଗୋଟେ ଡାକିବ, ସେ ତମ ପାଖକୁ ଆସିବ। ଯେ ତେମେ ତା ପଛରେ ଗୋଡ଼େଇବନି, ସେ ପୁଣି ତମ ପଛରେ ବି ଗୋଡ଼େଇବ। ତାକୁ ତା ପଛରେ ଛୋଟବେଳୁ ଲାଗିବାକୁ ପଡ଼ିବ, ସେ କେମିତି ପାରାରେ ଟେମ୍ ହେବ।
ଏମିତି ଖୁଆଇବାକୁ ପଡ଼ିବ। ଗୋଟେ ଗୋଟେ ସୋଲା ଦେବ ଡାକିବ ପାଖକୁ, ପୁଣି ଦେଇଦେବ, ପୁଣି ତମେ ଆଗକୁ ଟିକେ ପଳେଇବ। କେମିତି ମୁଁ ତାକୁ ବି ନେଇ ଦେଉଛ। ଆମେ ବି ଗିଫ୍ଟ କରିବୁ। ଯେଉଁଦିନ ଆମର 1000 ସବସ୍କ୍ରାଇବର ହେଇଯିବେ ଆମେ ହେମ୍ପଟେମ୍ ପାରା ସହିତ ଆଉ 2ଟା ପାରା ଦେବୁ। ଗୋଟେ ମାସ ଭିତରେ 1000 ସବସ୍କ୍ରାଇବର ହେଇଗଲେ ହେମ୍ପଟେମ୍ ପାରା ସହିତ ଆଉ 2ଟା ପାରା ଗିଫ୍ଟ ହେବ। 100 ସବସ୍କ୍ରାଇବର ହେଇଗଲେ ସରି ଯଦି 1000 ସବସ୍କ୍ରାଇବର ହେଇଗଲେ ଗୋଟେ 3 କୁକୁର ମିଳିବ, 3ଟା କୁକୁର ମିଳିବ। ଗୋଟେ 2 ମାସ ଭିତରେ ଆମର ଯେମିତି 1000 ସବସ୍କ୍ରାଇବର ହେଇଗଲେ ଆମେ 3ଟା କୁକୁର ଗିଫ୍ଟ କରିବୁ। ମସ୍କିବ ଦେଖନ୍ତୁ କେମିତି ପାରା ସହିତ, ପାରା ବି ଉଡ଼ିଆର ନାହିଁ, ସେ ତାଙ୍କର ଚରୁଛନ୍ତି। ଆଉ ଗୋଟେ ପାରା ବି ଓହ୍ଲେଇକି ଆଇଲେ। ଏପଟରେ ବଣି ଚଢ଼େଇ ଛୁଆ ସନ୍ଧ୍ୟା ହେଇଗଲାଣି, ଖାଇକି ଭିତରକୁ ପଶି ଯାଆନ୍ତୁ। ଏବେ ତ ସମୟ ହେଇଗଲାଣି। ଦେଖା ହବ ନେକ୍ସଟ ବ୍ଲଗରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।